ନମସ୍କାର ଦର୍ଶକ ବନ୍ଧୁ, ଆମେମାନେ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛେ। ସବୁଠାରୁ ବଡ଼ ସମସ୍ୟା ହେଉଛି ଦେହ ଖରାପ ବା ସ୍ୱାସ୍ଥ୍ୟଜନିତ ସମସ୍ୟା। ଆଜି ଆପଣମାନଙ୍କୁ କେତେଗୁଡ଼ିଏ ଜିନିଷ ବିଷୟରେ କହିବି, ଯେଉଁଗୁଡ଼ିକ ମସଲା ଜାତୀୟ ଖାଦ୍ୟଦ୍ରବ୍ୟ ଆମ ରୋଷେଇ ଘରେ ସେଗୁଡ଼ିକ ସବୁବେଳେ ପ୍ରାୟ ଥାଏ। କିଭଳି ଭାବେ ଆମେ ଆମ ଶରୀରର ବିଭିନ୍ନ ଅଙ୍ଗର ରୋଗକୁ ଭଲ କରିବା ପାଇଁ ସେଗୁଡ଼ିକର ବ୍ୟବହାର କରିପାରିବା ଏବଂ ଜୀବନରେ ଘଟୁଥିବା ଅନେକ ପ୍ରକାରର ଗ୍ରହଜନିତ ସମସ୍ୟାକୁ ସମାଧାନ କରିପାରିବା, ସେ ବିଷୟରେ ଆଜିର ଭିଡ଼ିଓରେ ଆପଣମାନଙ୍କୁ କହିବି। ଅଧିକାଂଶ ବ୍ୟକ୍ତି ଦାମିକା ଜ୍ୟୋତିଷ ରତ୍ନ ବା ଗ୍ରହ ପଥର କିଣିବା ପାଇଁ ସମର୍ଥ ହୋଇନଥାନ୍ତି, କିନ୍ତୁ ଏଇ ଯେଉଁ ଦ୍ରବ୍ୟଗୁଡ଼ିକ ମୁଁ ଆପଣମାନଙ୍କୁ ଆଜି କହିବି, ସେଗୁଡ଼ିକ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ସହିତ ଭାଗ୍ୟ ପରିବର୍ତ୍ତନରେ ସାହାଯ୍ୟ କରିଥାନ୍ତି। ଆୟୁର୍ବେଦ ଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ର ଏବଂ ଲାଲ କିତାବ ଇତ୍ୟାଦିରେ ମଧ୍ୟ ଏଗୁଡ଼ିକର ବର୍ଣ୍ଣନା ରହିଛି। ଏଇଭଳି ଭିଡ଼ିଓ ୟୁଟ୍ୟୁବରେ ଆପଣ ବହୁତ କମ୍ ସଂଖ୍ୟାରେ ପାଇବେ। ତେଣୁ ଆପଣମାନଙ୍କୁ ଅନୁରୋଧ, ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ 9ଗୋଟି ଗ୍ରହ ଆମର କର୍ମଫଳ ଏବଂ ଭାଗ୍ୟକୁ ନିୟନ୍ତ୍ରିତ କରିଥାନ୍ତି। ଆମ ଜୀବନରେ ଘଟୁଥିବା ବିଭିନ୍ନ ପ୍ରକାର ସୁବିଧା ଅସୁବିଧାର ଏମାନେ କାରକ ଅଟନ୍ତି। ସେମାନଙ୍କର ଖରାପ ପ୍ରଭାବ ବା ଆଧିକ୍ୟକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ରତ୍ନପଥର ଧାରଣ କରିବା ପାଇଁ ପରାମର୍ଶ ଦିଆଯାଇଥାଏ। ଘରେ କୌଣସି ଜିନିଷ ରଖିଲେ ବା ଶରୀରରେ କୌଣସି ଜିନିଷ ଧାରଣ କଲେ ଯେତିକି ପ୍ରଭାବ ପଡ଼ିଥାଏ, ତାଠାରୁ ଅଧିକ ପ୍ରଭାବ ପଡ଼ିଥାଏ ଯଦି ଆମେ ସେହି ଗ୍ରହ ସହିତ ଜଡ଼ିତ କୌଣସି ଖାଦ୍ୟ ପଦାର୍ଥ ବା କୌଣସି ଦ୍ରବ୍ୟ ଭିତରେ ସେବନ କରିବା। ଆମ ଶରୀର ଭିତରକୁ ତାହା ଯିବା ଦ୍ୱାରା ଶରୀରର ପ୍ରତ୍ୟେକ କୋଶିକାରେ ପହଞ୍ଚିଥାଏ ଏବଂ ମୂଳରୁ ଶରୀରର ରୋଗକୁ ନଷ୍ଟ କରିଥାଏ। ଆସନ୍ତୁ, ପ୍ରତ୍ୟେକ ଗ୍ରହର କ'ଣ ପ୍ରଭାବ ଆମ ଶରୀର ଉପରେ ପଡ଼ିଛି, କେଉଁ ଅଙ୍ଗରେ ଏହି ପ୍ରଭାବ ପଡ଼ିଥାଏ ଏବଂ ସେଗୁଡ଼ିକୁ ନିବାରଣ କରିବା ପାଇଁ କେଉଁ ଦ୍ରବ୍ୟ ବ୍ୟବହାର କରାଯିବ, ସେ ବିଷୟରେ ଜାଣିବା। କୌଣସି ଦ୍ରବ୍ୟ ବ୍ୟବହାର କରିବା ପୂର୍ବରୁ ଏହି ଜିନିଷଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ। ପ୍ରଥମତଃ, ଆପଣଙ୍କର ବୟସ। ଦ୍ୱିତୀୟରେ, ଆପଣଙ୍କ ଶରୀରରେ କେଉଁ ଅଙ୍ଗ ବା ସ୍ଥାନରେ କ'ଣ ରୋଗବ୍ୟାଧି ହେଇଛି। ତୃତୀୟତଃ, ଶରୀରର ପ୍ରକୃତି, ବାତ, ପିତ୍ତ ବା କଫ। ଏବଂ ଚତୁର୍ଥରେ, ଔଷଧର ପ୍ରକୃତି। ଯେଉଁ ଦ୍ରବ୍ୟଗୁଡ଼ିକ ବା ମସଲା ଜାତୀୟ ଜିନିଷଗୁଡ଼ିକ ଆପଣମାନଙ୍କୁ କହିବି, ସେଗୁଡ଼ିକ ଶୀତଳ ବା ଉଷ୍ଣ ପ୍ରକୃତିର ଏବଂ କେଉଁ ସ୍ୱାଦଯୁକ୍ତ, ତୀକ୍ଷ୍ଣ, କଷା ବା ମିଠା କିଭଳି ସ୍ୱାଦଯୁକ୍ତ, ଏଇଗୁଡ଼ିକୁ ପ୍ରଥମେ ନିର୍ଣ୍ଣୟ କରନ୍ତୁ। ତାପରେ ନିଜ ରୋଗ ଅନୁସାରେ ଆପଣ ଗ୍ରହର ସ୍ଥିତି ଜାଣିପାରିବେ। ସେ ଅନୁସାରେ ଏଗୁଡ଼ିକ ସେବନ କଲେ ନିଶ୍ଚିନ୍ତ ଭାବେ ଆପଣମାନେ ଏହାର ଉପକୃତ ଲାଭ କରିପାରିବେ। ଯଦି ଆପଣମାନେ କୌଣସି ପ୍ରକାରର ମସ୍ତିଷ୍କ, ହୃଦୟ, ପେଟ କିମ୍ବା ଅସ୍ଥିଜନିତ ସମସ୍ୟା ବା ରୋଗରେ ପୀଡ଼ିତ ଅଛନ୍ତି, ତେବେ ଧରି ନିଅନ୍ତୁ ଯେ ଆପଣଙ୍କ ଶରୀରରେ ସୂର୍ଯ୍ୟଗ୍ରହଙ୍କର ତତ୍ତ୍ୱ ଦୁର୍ବଳ ଅବସ୍ଥାରେ ରହିଛି ବା ତାଙ୍କର ଖରାପ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଛି। ବିଭିନ୍ନ ପ୍ରକାର ମାନସିକ ସମସ୍ୟା, ଅଧିକ କ୍ରୋଧ ବା ରାଗିଯିବା, ମୁଣ୍ଡକୁ ପିତ୍ତ ଚଢ଼ିବା, ଏଭଳି ସମସ୍ୟା ଥିଲେ, କିମ୍ବା ବ୍ଲଡ଼ ପ୍ରେସର ଅଧିକା ହେଉଥିଲେ, ହାର୍ଟରେ କୌଣସି ବ୍ଲକେଜ ଥିଲେ, କିମ୍ବା ଖାଦ୍ୟ ଠିକରେ ହଜମ ହେଉନଥିଲେ, ଅଗ୍ନିମାନ୍ଦ୍ୟ ଭଳି ସମସ୍ୟା ଯଦି ପେଟରେ ରହିଛି, ସେଭଳି କ୍ଷେତ୍ରରେ ତଥା ବୋନ୍ ଡିଜେନେରେସନ୍, ଓଷ୍ଟିଓପୋରୋସିସ୍ ଇତ୍ୟାଦି ଅସ୍ଥି ସମସ୍ୟାରେ ଯଦି ଆପଣ ପଡ଼ିଛନ୍ତି, ତେବେ ସୂର୍ଯ୍ୟଗ୍ରହଙ୍କର ଦୁର୍ବଳତା ବା ସୂର୍ଯ୍ୟଗ୍ରହଙ୍କର ତତ୍ତ୍ୱ ଦୁର୍ବଳ ଅଛି ଆପଣଙ୍କ ଶରୀର ଭିତରେ। ସେଭଳି ସମସ୍ୟାରେ ରକ୍ଷା ପାଇବା ପାଇଁ କେତେଗୁଡ଼ିଏ ମସଲା ଜାତୀୟ ଦ୍ରବ୍ୟ ଆପଣମାନଙ୍କୁ କହୁଛି। ପ୍ରଥମତଃ, ଲାଲ ଲଙ୍କା, ଯେଉଁଥିରେ କ୍ୟାପ୍ସେସିନ୍ ଥାଏ, ଯାହାକି ହାର୍ଟର ବ୍ଲକେଜକୁ କ୍ଲିୟର କରିବାରେ ସାହାଯ୍ୟ କରିଥାଏ। ତାପରେ ଅଦା ଆପଣମାନଙ୍କର ବାତ, ପିତ୍ତ ଏବଂ କଫ ତିନୋଟି ଯାକକୁ ନିୟନ୍ତ୍ରଣ କରିଥାଏ। ଅଦା ବଦଳରେ ଆପଣ ଶୁଣ୍ଠି ବି ସେବନ କରିପାରିବେ। ଆଗରୁ କହିଛି, ନିଜର ପ୍ରକୃତି ଅନୁସାରେ ବାତ, ପିତ୍ତ ବା କଫ ଅନୁସାରେ ଆପଣ ଔଷଧ ଚୟନ କରିବେ। ବିଭିନ୍ନ ପ୍ରକାର ଲବଣ, ଯେପରିକି ସୈନ୍ଧବ ଲବଣ ବା ହିମାଲୟାନ ରକ୍ ସଲ୍ଟ ବା ପିଙ୍କ ସଲ୍ଟ, ସାମୁଦ୍ରିକ ଲବଣ ବା ସି ସଲ୍ଟ, ଏସବୁର ପ୍ରକୃତ ଚୟନ ଏବଂ ବ୍ୟବହାର ଦ୍ୱାରା
ଆପଣଙ୍କ ଶରୀରରେ ସୂର୍ଯ୍ୟଗ୍ରହଙ୍କର ତତ୍ତ୍ୱ ବଳିଷ୍ଠ ହୋଇଥାଏ। ବିଶେଷ ଟିପ୍ପଣୀ ଶୁଖିଲା ଲାଲ ଲଙ୍କା କେବଳ କଫ ପ୍ରକୃତିର ଏବଂ ମେଦବହୁଳ ବ୍ୟକ୍ତି ଅଳ୍ପ ପରିମାଣରେ ବ୍ୟବହାର କରିବା ଆବଶ୍ୟକ। ସେହିଭଳି ଚନ୍ଦ୍ରଗ୍ରହଙ୍କର ତତ୍ତ୍ୱ ଯଦି ଶରୀରରେ ଦୁର୍ବଳ ଅଛି, ବିଭିନ୍ନ ପ୍ରକାରର ମାନସିକ ସମସ୍ୟା, ମାନସିକ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଶ୍ୱାସ ସମ୍ବନ୍ଧୀୟ ରୋଗ, ଫୁସ୍ଫୁସ୍ ରୋଗ ଇତ୍ୟାଦି ହୋଇଥାଏ। ଏଭଳି ପରିସ୍ଥିତିରେ ଆପଣମାନେ ଗୁଜୁରାତିର ସେବନ କରିପାରନ୍ତି ଏବଂ ଉତ୍ତମ ମାନର ଭୀମସେନୀ କର୍ପୂର ଅଳ୍ପ ପରିମାଣରେ ଔଷଧ ହିସାବରେ ସେବନ କରିପାରନ୍ତି। ଗୁଜୁରାତି କିମ୍ବା କର୍ପୂର ପକାଇ ଆପଣ ଜଳରେ ସେଥିରେ ସ୍ନାନ ମଧ୍ୟ କରିପାରିବେ, ଯାଦ୍ୱାରା ଆପଣଙ୍କର ଚନ୍ଦ୍ରର ସ୍ଥିତି ମଜବୁତ ହୋଇଥାଏ। ଯଦି ବୁଧ ଗ୍ରହଙ୍କର ତତ୍ତ୍ୱ ଆପଣଙ୍କ ଶରୀରରେ ଦୁର୍ବଳ ଥାଏ ବା କମ୍ ଥାଏ, ତେବେ ବିଭିନ୍ନ ପ୍ରକାର ସ୍ନାୟୁ ରୋଗ, ଚର୍ମ ରୋଗ, ମୁଖ ରୋଗ ତଥା ଥାଇରଏଡ୍ ଇତ୍ୟାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏସବୁ ସମସ୍ୟା ନିବାରଣ କରିବା ପାଇଁ ଧନିଆର ବ୍ୟବହାର କରନ୍ତୁ। ଏହା ସହ ଗୁଜୁରାତି ତଥା ହେଙ୍ଗୁକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଶୁକ୍ର ଗ୍ରହଙ୍କର ସିଧାସଳଖ ପ୍ରଭାବ ପ୍ରଜନନ ଇନ୍ଦ୍ରିୟ, ଶୁକ୍ରାଣୁ ଓ ଡିମ୍ବାଣୁ ଉପରେ ପଡ଼ିଥାଏ। ସେଗୁଡ଼ିକର ଦୁର୍ବଳତା ଏହା ଦର୍ଶାଇଥାଏ ଯେ ଆପଣଙ୍କ ଶରୀରରେ ଶୁକ୍ର ଗ୍ରହଙ୍କର ତତ୍ତ୍ୱ କମ୍ ଅଛି। ଶୁକ୍ର ଗ୍ରହଙ୍କୁ ମଜବୁତ କରିବା ପାଇଁ ଜିରା, ଡାଳଚିନି, ଗୁଜୁରାତି ଏବଂ ପାନମଧୁରୀର ବ୍ୟବହାର ଆପଣମାନେ କରିପାରନ୍ତି। ମଙ୍ଗଳ ଗ୍ରହ ସିଧାସଳଖ ଜଡ଼ିତ ଆପଣଙ୍କ ଶରୀରର ରକ୍ତ ଏବଂ ଯକୃତ ବା ଲିଭର ସହିତ। ଯଦି ବିଭିନ୍ନ ପ୍ରକାର ରକ୍ତ ବିକାରର ଶିକାର ହୋଇଛନ୍ତି, ଡାଇବେଟିସ୍ ହେଇଛି, ତେବେ ସେଭଳି କ୍ଷେତ୍ରରେ ରକ୍ତରେ ଯଦି ଫ୍ୟାଟି ଟିସ୍ୟୁ ଅଧିକ ଜମା ହେଇଛି, ସେଭଳି କ୍ଷେତ୍ରରେ ଆପଣ ମଙ୍ଗଳ ଗ୍ରହଙ୍କୁ ମଜବୁତ କରିବା ପାଇଁ ଏବଂ ରକ୍ତକୁ ଶୋଧନ କରିବା ପାଇଁ ଶୁଖିଲା ଲାଲ ଲଙ୍କାର ବ୍ୟବହାର ଅଳ୍ପ ପରିମାଣରେ ଦୈନିକ କରିପାରନ୍ତି। ଫ୍ୟାଟି ଲିଭରକୁ ମଧ୍ୟ ଏହା ନିୟନ୍ତ୍ରିତ ରଖିଥାଏ। ଏହା ସହ ଅଦା ବା ଶୁଣ୍ଠି, ଡାଳଚିନି ଏବଂ ମେଥିର ପ୍ରୟୋଗ ଦ୍ୱାରା ରକ୍ତ ପରିଷ୍କାର ବା ଶୁଦ୍ଧ ହେବା ସହିତ ଲିଭର ଫଙ୍କସନ ଠିକ୍ ହୋଇଥାଏ। ଦେବଗୁରୁ ବୃହସ୍ପତିଙ୍କର ଯଦି ଆଶୀର୍ବାଦ କମ୍ ଅଛି, ତାଙ୍କର ଗୁଣ ଆମ ଶରୀର ଭିତରେ କମ୍ ପ୍ରତିଫଳିତ ହୋଇଥାଏ। ଯକୃତ, ବୃକ ବା କିଡନୀ, ଅଗ୍ନାଶୟ, ମନ ଓ ବୁଦ୍ଧିକୁ ସେ ନିୟନ୍ତ୍ରିତ କରିଥାନ୍ତି। ତେଣୁ ଏଗୁଡ଼ିକରେ ଯଦି ବିଭିନ୍ନ ପ୍ରକାର ସମସ୍ୟା ବା ରୋଗ ବ୍ୟାଧି ହେଇଛି, ତେବେ ଧରି ନିଅନ୍ତୁ ଯେ ବୃହସ୍ପତି ଆପଣଙ୍କର ଦୁର୍ବଳ ଅଛନ୍ତି। ବୃହସ୍ପତିଙ୍କୁ ସବଳ କରିବା ପାଇଁ ସବୁଠାରୁ ଭଲ ଦୁଇଟି ଉପାୟ ହେଉଛି ପାନମଧୁରୀ ଏବଂ ହଳଦୀର ବ୍ୟବହାର। ହଳଦୀକୁ ଆପଣ ସେବନ କରିପାରିବେ, ହଳଦୀକୁ ଆପଣ ଲଗାଇ ଗାଧେଇ ପାରିବେ, ବିଭିନ୍ନ ପ୍ରକାର ଶୁଭ କାର୍ଯ୍ୟରେ ହଳଦୀର ବ୍ୟବହାର ମଧ୍ୟ କରିପାରିବେ। ହଳଦୀର ତିଳକ ମଧ୍ୟ ଆପଣ ଲଗାଇ ପାରିବେ। ବୃହସ୍ପତିଙ୍କ ଦୁର୍ବଳତା ଯୋଗୁଁ ମାନସିକ ବିକାଶ ହୋଇନଥାଏ, ଜ୍ଞାନ ଏବଂ ବୁଦ୍ଧିର ବିକାଶ ହୋଇନଥାଏ। ଶନି ଗ୍ରହ ହେଉଛନ୍ତି ନ୍ୟାୟର ଦେବତା, କର୍ମ ଫଳଦାତା। ତାଙ୍କର ପ୍ରଭାବ ସହିତ ଅନେକ ଲୋକ ପରିଚିତ। ଶରୀରରେ କୌଣସି ଅସ୍ଥି ବା ହାଡ଼, ଗୋଡ଼, ମାଂସପେଶୀ, ଆଣ୍ଠୁଗଣ୍ଠି ସମସ୍ୟା ତଥା କେଶର ବିଭିନ୍ନ ପ୍ରକାର ସମସ୍ୟାରେ ଆପଣମାନେ ନିଶ୍ଚିନ୍ତ ହୋଇଯାନ୍ତୁ ଯେ ଶନି ଗ୍ରହଙ୍କର ପ୍ରଭାବ ଆପଣଙ୍କ ଉପରେ ପଡ଼ିଛି। ତାଙ୍କର କୁପ୍ରଭାବକୁ କମ୍ କରିବା ପାଇଁ ବା ଶରୀରରେ ତାଙ୍କର ତତ୍ତ୍ୱକୁ ବଳିଷ୍ଠ କରିବା ପାଇଁ ଆପଣମାନେ ଗୋଲମରିଚ, ଲବଙ୍ଗ ଏବଂ ମହୁର ବ୍ୟବହାର ଦୈନିକ କରିପାରନ୍ତି। ପରିଶେଷରେ ଦେଖିବା ଦୁଇଟି ଛାୟାଗ୍ରହ ରାହୁ ଏବଂ କେତୁଙ୍କର ପ୍ରଭାବରେ ଆମ ଶରୀରର କେଉଁ ଅଙ୍ଗରେ କେଉଁ ରୋଗ ହୋଇଥାଏ ଏବଂ ସେଗୁଡ଼ିକର ସମାଧାନ ପାଇଁ ଆମେ କ'ଣ ମସଲା ଜାତୀୟ ଦ୍ରବ୍ୟ ବ୍ୟବହାର କରିବା। ମସ୍ତିଷ୍କର ବିଭିନ୍ନ ସମସ୍ୟା ଏବଂ ଶ୍ୱାସତନ୍ତ୍ରର ବିଭିନ୍ନ ସମସ୍ୟା ହୋଇଥାଏ ଯଦି ରାହୁ ଗ୍ରହଙ୍କର ଖରାପ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ ଏବଂ କେତୁ ଗ୍ରହଙ୍କର ଦୁର୍ବଳତା ବା ଖରାପ ଦୃଷ୍ଟି ଦ୍ୱାରା ତଳି ପେଟର ବିଭିନ୍ନ ସମସ୍ୟା ତଥା ପ୍ରଜନନ ସଂସ୍ଥାନର ବିଭିନ୍ନ ରୋଗ ହୋଇଥାଏ। ଏହି ଦୁଇଟି ଯାକ ଗ୍ରହଙ୍କର ଉପଚାର ପାଇଁ ଆପଣମାନେ କଳାଜିରା, ତେଜପତ୍ର, ଜାଇଫଳ, ଜିରା, ପିଆଜ ଏବଂ ରସୁଣର ବ୍ୟବହାର କରିପାରିବେ। ଖୁବ୍ ସହଜରେ କମ୍ ଖର୍ଚ୍ଚରେ କିଭଳି ଭାବରେ ଆପଣମାନେ ଗ୍ରହଜନିତ ପୀଡ଼ା ବା ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କରିପାରିବେ, ସେ ବିଷୟରେ ଆଜିର ଭିଡ଼ିଓରେ ଆପଣମାନଙ୍କୁ କହିଲି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ
ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ପୁଣି ଆସିବି ଏଭଳି ସ୍ୱାସ୍ଥ୍ୟପ୍ରଦ ଭିଡ଼ିଓ ଆଣି ଆପଣମାନଙ୍କ ପାଇଁ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।